ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ଦଳର ବଳ। ପିଲାମାନେ ତମାନେ ଭାବୁଥିବ ଦଳର ବଳ କ'ଣ? ଏଠି ଛବି ଦେଖି ପିଲାମାନେ ତମାନେ ଜାଣିପାରୁଥିବ ଏଠି ଦଳେ ପାରା ଅଛନ୍ତି। ସେମାନେ କ'ଣ କରୁଛନ୍ତି ନା ଗୋଟିଏ ଜାଲକୁ ସେମାନେ କ'ଣ ମିଶିକି ଆକାଶରେ ଉଡ଼େଇ ନେଇଛନ୍ତି। ଯଦି ଏହି ଜାଗାରେ ଗୋଟିଏ ପାରା ଥାନ୍ତା, ସେ କ'ଣ ଏହି ଜାଲକୁ ଜାଲ ସହ ଉଡ଼ି ପାରିଥାନ୍ତା? କେବେ ବି ଉଡ଼ି ପାରି ନଥାନ୍ତା। ଯେହେତୁ ଏଠି ଦଳେ ପାରା ଅଛନ୍ତି, ସେମାନେ କ'ଣ କରୁଛନ୍ତି ନା ଏକା ସାଙ୍ଗରେ ଆକାଶରେ ଜାଲ ସହ ଉଡ଼ି ପାରୁଛନ୍ତି। ସେଥିପାଇଁ ପିଲାମାନେ କୁହାଯାଏ ଦଳର ବଳ। ପିଲାମାନେ ଗପଟିକୁ ଆମେ ଭଲ ଭାବରେ ପଢ଼ି ନେବା, ତାପରେ ବୁଝିବା। ଆଉ ଏଠି ଦେଖିବା ପାରାମାନେ କାହିଁକି ଜାଲ ସହ ଆକାଶରେ ଉଡ଼ୁଛନ୍ତି। ପିଲାମାନେ ପ୍ରଥମେ ଆମେ ପଢ଼ି ନେବା, ତାପରେ ବୁଝିବା। ବଣ ପାଖ ଗୋଟିଏ ସମତଳ ଜାଗାରେ ଶିକାରୀଟିଏ ପକ୍ଷୀ ଧରିବା ପାଇଁ କିଛି ଖୁଦ ବୁଣିଦେଲା। ତା ଉପରେ ଗୋଟିଏ ସରୁ ଜାଲ ବିଛାଇ ଦେଲା। ନିଜେ ନିକଟରେ ଥିବା ଗୋଟିଏ ଗଛ ପଛ ଆଡ଼େ ଲୁଚି ବସିଲା। କିଛି ସମୟ ପରେ ଦଳେ ପାରା ଆକାଶରେ ଉଡ଼ି ଉଡ଼ି ସେହି ବଣ ପାଖ ଦେଇ ଯାଉଥିଲେ। ଗୋଟିଏ ପାରା ତଳକୁ ଅନାଇ ଦେଖିଲା, ଭୂଇଁ ଉପରେ କିଛି ଖୁଦ ପଡ଼ିଛି। ସେ ସମସ୍ତଙ୍କୁ କହିଲା, ଭାଇମାନେ, ଆମକୁ ଦୂରକୁ ଯିବାକୁ ପଡ଼ିବ ନାହିଁ, ଆମେ ଏଇଠି ଖୁଦ ଖାଇବା। ଏହା କହି ସମସ୍ତେ ତଳକୁ ଆସିଲେ ଓ ଭୂଇଁ ଉପରେ ବସି ପଡ଼ି ଥଣ୍ଟରେ ଖୁଦ ଗୋଟାଇବା ବେଳକୁ ବିଛା ହୋଇଥିବା ଜାଲରେ ଛନ୍ଦି ହୋଇଗଲେ। ସଙ୍ଗେ ସଙ୍ଗେ ତାଙ୍କ ମୁହଁରୁ ଆନନ୍ଦ କୁଆଡ଼େ ଉଭେଇ ଗଲା। କିଛି ସମୟ ପରେ ଶିକାରୀ ଆସି ତାଙ୍କୁ ଧରିନେବ। କ'ଣ କରିବେ କିଛି ବିଚାର କରି ପାରିଲେ ନାହିଁ। ହଠାତ୍ ଗୋଟିଏ ଛୋଟିଆ ପାରା ମୁଣ୍ଡରେ ବୁଦ୍ଧି ଜୁଟିଲା। ଆମେ ଜଣ ଜଣ କରି ଉଡ଼ିବାକୁ ଚେଷ୍ଟା କଲେ ଜାଲଟି ଉଠିବ ନାହିଁ। ଯଦି ସମସ୍ତେ ଏକା ସାଙ୍ଗରେ ଉଡ଼ିବା, ତେବେ ଆମେ ଜାଲ ସହ ଉପରକୁ ଉଠିପାରିବା। ତାପରେ ଆମେ ସେ ପାହାଡ଼ ପାଖକୁ ଯିବା। ମୋର ଗୋଟିଏ ମୂଷା ବନ୍ଧୁ ଅଛି, ସେ ଜାଲକୁ କାଟିଦେବ। ଏ କଥା ସମସ୍ତଙ୍କ ମନକୁ ପାଇଲା। ଦେଖୁ ଦେଖୁ ପାରାମାନେ ଜାଲ ଧରି ଆକାଶରେ ଉଡ଼ିବାକୁ ଲାଗିଲେ। ଦୂରରୁ ଶିକାରୀ ବୋକାଙ୍କ ପରି ପାରାମାନଙ୍କୁ ଅନାଇଥାଏ। ଦଳ ବଳ ଆଗରେ କିଏ ତିଷ୍ଠି ପାରିବ? ପାରାମାନେ ପାହାଡ଼ ପାଖରେ ପହଞ୍ଚିଲେ। ତାଙ୍କ ବନ୍ଧୁ ମୂଷା ଗାତରୁ ବାହାରି ଆସି ଜାଲକୁ ତା ମୁନିଆ ଦାନ୍ତରେ କାଟି ପକାଇଲା। ସମସ୍ତେ ମୁକ୍ତ ହୋଇ ଆନନ୍ଦରେ ଉଡ଼ିଗଲେ। ପିଲାମାନେ ଗପଟିକୁ ଆମେ ଭଲ ଭାବରେ ପଢ଼ିନେଲେ। ଏବେ ଆମେ ଶୁଣିବା। ଦିନେ କ'ଣ ହେଇଛି ପିଲାମାନେ, ନା କିଛି ଦୂରରେ ଗୋଟିଏ ବଣଟିଏ ଥିଲା। ସେଇ ବଣ ପାଖରେ ଗୋଟିଏ ସମତଳ ଜାଗାଟିଏ ଥିଲା। ଦିନେ ଗୋଟିଏ ଶିକାରୀଟିଏ ସେହି ବଣ ପାଖରେ ବୁଲୁଥିଲା। ବୁଲୁ ବୁଲୁ ତା ମୁଣ୍ଡରେ ହଠାତ୍ ଗୋଟିଏ ବୁଦ୍ଧି ଉଦୟ ହେଲା। ସେ ଭାବିଲା, ବଣ ପାଖରେ ଥିବା ସମତଳ ଜାଗାରେ କିଛି ଖୁଦ ବୁଣିବ ଓ ତାପରେ ଗୋଟିଏ ସରୁ ଜାଲ ବିଛାଇବ ଏବଂ ଏହି ଜାଲ ସାହାଯ୍ୟରେ ପକ୍ଷୀମାନଙ୍କୁ ଧରିବ। ଶିକାରୀଟି ଆଉ କାଳ ବିଳମ୍ବ ନ କରି ସେ ସଙ୍ଗେ ସଙ୍ଗେ ବଣ ପାଖରେ ଥିବା ସମତଳ ଜାଗାରେ କିଛି ଖୁଦ ବୁଣିଦେଲା ଓ ତା ଉପରେ ଗୋଟିଏ ସରୁ ଜାଲ ବିଛାଇ ଦେଲା। ଓ ତାପରେ ଶିକାରୀଟି କ'ଣ କଲା ଜାଣିଛ ପିଲାମାନେ? ଶିକାରୀଟି ଭାବିଲା, ତାକୁ କାଳେ ପକ୍ଷୀମାନେ ଦେଖିଲେ ଲୁଚିଯିବେ, ଆଉ ପକ୍ଷୀମାନେ ଖୁଦ ଖାଇବାକୁ ଆସିବେନି, ଆଉ ସେ ପକ୍ଷୀମାନଙ୍କୁ ଧରି ପାରିବନି। ଶିକାରୀଟି ଯେହେତୁ ବହୁତ ଚାଲାକ ଥିଲା, ବହୁତ ବୁଦ୍ଧିଆ ଥିଲା, ସେ ଆଉ ଡେରି ନ କରି ସଙ୍ଗେ ସଙ୍ଗେ ନିକଟରେ ଥିବା ଗୋଟିଏ ଗଛ ପଛ ଆଡ଼େ ଲୁଚି ବସିଲା। ଏହିପରି କିଛି ସମୟ ବିତିଗଲା। କିଛି ସମୟ ପରେ ଦଳେ ପାରା ଆକାଶରେ ଉଡ଼ି ଉଡ଼ି ସେହି ବଣ ପାଖ ଦେଇ ଯାଉଥିଲେ। ସେହି ପାରାମାନେ ଉଡ଼ି ଉଡ଼ି ଯିବା ସମୟରେ ସେମାନଙ୍କ ମଧ୍ୟରୁ ହଠାତ୍ ଗୋଟିଏ ପାରା ତଳକୁ ଅନାଇ ଦେଖିଲା। ସେହି ବଣ ପାଖ ଏକ ସମତଳ ଜାଗାରେ କିଛି ଖୁଦ ପଡ଼ିଛି। ସେ ସବୁ ପାରାମାନଙ୍କୁ କହିଲା। କ'ଣ କହିଲା ଜାଣିଛ ପିଲାମାନେ? ପାରାଟି କହିଲା, ଭାଇମାନେ, ଆମକୁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ। ଅନ୍ୟ ପାରାମାନେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ, କାହିଁକି? ସେଇଠୁ ଖୁଦ ଦେଖି ସାରିଥିବା ପାରାଟି କହିଲା, ଆମେ ଏଇଠି ଖୁଦ ଖାଇବା।
ସେଇଠୁ ସବୁ ପାରାମାନେ ତଳକୁ ଚାହିଁଲେ। ଦେଖିଲେ ବଣ ପାଖରେ ଏକ ସମତଳ ଜାଗାରେ କିଛି ଖୁଦ ପଡ଼ିଛି। ସବୁ ପାରାମାନେ ଖୁସି ହୋଇଗଲେ ଆଉ କହିଲେ, ଯାହା ହଉ, ଆମକୁ ଆଉ ଦୂରକୁ ଖାଦ୍ୟ ସଂଗ୍ରହ କରିବା ପାଇଁ ଯିବାକୁ ପଡ଼ିବନି। ଆମେ ସମସ୍ତେ ଏଇଠି ହିଁ ଖୁଦ ଖାଇବା। ଏହା କହି ସବୁ ପାରା ସାଙ୍ଗ ହୋଇ ତଳକୁ ଓହ୍ଲାଇଲେ ଖୁଦ ଖାଇବା ପାଇଁ। ହେଲେ ସେମାନେ କ'ଣ ଜାଣିଥିଲେ ଏହି ଖୁଦ ଉପରେ ଗୋଟିଏ ଜାଲ ବିଛା ଯାଇଛି ବୋଲି। ବିଚାରୀ ପାରାମାନେ ଭୂଇଁ ଉପରେ ବସି ପଡ଼ି ଥଣ୍ଟରେ ଖୁଦ ଗୋଟାଇବା ବେଳକୁ ଭୂଇଁ ଉପରେ ବିଛା ହୋଇଥିବା ଜାଲରେ ହଠାତ୍ ଛନ୍ଦି ହୋଇଗଲେ। ସଙ୍ଗେ ସଙ୍ଗେ ପାରାମାନଙ୍କ ମୁହଁରୁ ଆନନ୍ଦ କୁଆଡ଼େ ଉଭେଇଗଲା। ସେମାନେ ଏହି ଖୁଦକୁ ଦେଖି କେତେ ଖୁସି ହୋଇଯାଇଥିଲେ। ସେମାନେ ସମସ୍ତେ ଏହି ଖୁଦକୁ ସାଙ୍ଗ ହୋଇ ଖାଇବେ, ଏହି କଥା ଭାବି ପାରାମାନେ ବହୁତ ଖୁସି ହୋଇଯାଇଥିଲେ। ହେଲେ ବିଚାରୀ ପାରାମାନେ କ'ଣ ଜାଣିଥିଲେ ଏହି ଖୁଦ ଖାଇବାକୁ ଯାଇ ଶିକାରୀର ଏହି ଜାଲରେ ସେମାନେ ଛନ୍ଦି ହୋଇଯିବେ। ହୁଏତ ସେମାନେ ଏହି କଥା ଜାଣିଥିଲେ ଦୂରକୁ ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଇଥାନ୍ତେ। କିଛି ସମୟ ପରେ ଶିକାରୀ ଆସି ତାଙ୍କୁ ଧରିନେବ ଓ ସେ ପାରାମାନେ କ'ଣ କରିବେ କିଛି ବିଚାର କରିପାରିଲେ ନାହିଁ। ସେହି ପାରାମାନଙ୍କ ମଧ୍ୟରେ ଗୋଟିଏ ଛୋଟ ପାରାଟିଏ ଥିଲା ଓ ସେହି ଛୋଟ ପାରାଟି ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା। ଛୋଟ ପାରାଟି ଡେରି ନ କରି ସବୁ ପାରାମାନଙ୍କୁ କହିଲା, ଯଦି ଆମେ ଆଉ ବେଶୀ ସମୟ ଏହି ଜାଲ ଭିତରେ ରହିବା, ହୁଏତ ଶିକାରୀ ଆସିବ ଆଉ ଆମକୁ ଧରି ନେଇଯିବ। ଆମେ ଆଉ ଡେରି କରିବା ନାହିଁ। ଆମେ ଜଣ ଜଣ କରି ଉଡ଼ିବାକୁ ଚେଷ୍ଟା କଲେ ଜାଲଟି ଉଠିବ ନାହିଁ। ଶେଷରେ ଶିକାରୀ ଆସି ଆମକୁ ନେଇଯିବ। ଆମେ ସମସ୍ତେ ଯଦି ଏକା ସାଙ୍ଗରେ ଉଡ଼ିବା, ତେବେ ଆମେ ଜାଲ ସହ ଉପରକୁ ଉଠିପାରିବା। ଏହି କଥା ଛୋଟ ପାରାଟି ସବୁ ପାରାମାନଙ୍କୁ କହିଲା। ତାପରେ ଜାଣିଛ ପିଲାମାନେ କ'ଣ ହେଲା? ତାପରେ ଛୋଟ ପାରାଟି କହିଲା, ଆମେ ଏକା ସାଙ୍ଗରେ ଜାଲ ସହ ଉଡ଼ିବା ପାଇଁ ଚେଷ୍ଟା କରିବା। ଆଉ ତାପରେ ଆମେ ସେ ପାହାଡ଼ ପାଖକୁ ଯିବା। ମୋର ଗୋଟିଏ ମୂଷା ବନ୍ଧୁ ଅଛି। ତାକୁ କହିଲେ ସେ ସଙ୍ଗେ ସଙ୍ଗେ ଜାଲକୁ କାଟିଦେବ ଆଉ ଆମେ ସମସ୍ତେ ମୁକ୍ତ ଆକାଶରେ ଉଡ଼ିଯିବା। ଏହି କଥା ସମସ୍ତଙ୍କ ମନକୁ ପାଇଲା। ସେମାନେ ଆଉ ଡେରି ନ କରି ସମସ୍ତେ ଜାଲ ଧରି ଆକାଶରେ ଉଡ଼ିବାକୁ ଲାଗିଲେ। ଦୂରରୁ ଶିକାରୀଟି ବୋକାଙ୍କ ପରି ପାରାମାନଙ୍କୁ ଅନେଇଥାଏ। ଶେଷରେ ଶିକାରୀଟିର ସବୁ ଯୋଜନା ମାଟିରେ ମିଶିଗଲା। ଦଳ ବଳ ଆଗରେ କିଏ ତିଷ୍ଠି ପାରିବ? ତାପରେ ପାରାମାନେ କ'ଣ କଲେ ଜାଣିଛ ପିଲାମାନେ? ତାପରେ ପାରାମାନେ ପାହାଡ଼ ପାଖରେ ପହଞ୍ଚିଲେ। ତାପରେ ସେମାନେ ତାଙ୍କର ମୂଷା ବନ୍ଧୁକୁ ଡାକିଲେ। ତାଙ୍କ ବନ୍ଧୁ ମୂଷା ଗାତରୁ ବାହାରି ଆସିଲା ଆଉ ସଙ୍ଗେ ସଙ୍ଗେ ତାର ମୁନିଆ ଦାନ୍ତରେ ଜାଲକୁ କାଟି ପକାଇଲା। ତାପରେ ପାରାମାନେ ଖୁସି ହୋଇଗଲେ। ପାରାମାନେ ଏହି ଜାଲରୁ ମୁକ୍ତ ହୋଇ ଆନନ୍ଦରେ ଆକାଶରେ ଉଡ଼ିଗଲେ। ଶେଷରେ ଶିକାରୀଟିର ସବୁ ଯୋଜନା ଧୂଳିସାତ୍ ହୋଇଗଲା। ବିଚାରୀ ମନ ଦୁଃଖ କରି ଘରକୁ ଫେରିଲା। ପିଲାମାନେ, ତମାନେ ଏହି ଛବି ଦେଖି ଜାଣିପାରୁଥିବ କିପରି ଏଠି ସବୁ ପାରା ଏକା ସାଙ୍ଗରେ ଜାଲଟିକୁ ଧରି ଆକାଶରେ ଉଡ଼ିଗଲେ। ଏଠି ବିଚାରୀ ଶିକାରୀଟି କ'ଣ କରିଛି ନା ବୋକାଙ୍କ ପରି ଚାହିଁ ରହିଛି। ଆଚ୍ଛା କହିଲ ପିଲାମାନେ, ତମାନେ ଗପରୁ କ'ଣ ଶିଖିଲ? ନା ସମସ୍ତେ ମିଶି ଦଳଗତ ଭାବେ କାମ କଲେ କଷ୍ଟ କାମ ମଧ୍ୟ ସହଜ ହୋଇଥାଏ। ଆଚ୍ଛା କହିଲ ପିଲାମାନେ, ଗୋଟିଏ ଧାନ ପଟକୁ ଯଦି ଜଣେ ମଣିଷ ଟେକିବ ତାହେଲେ କ'ଣ ହବ? ତାହେଲେ ତାକୁ ନିହାତି ଭାବରେ କଷ୍ଟ ହବ। ସେ ଟେକି ପାରିବ ନାହିଁ। ଯଦି ସେହି ଧାନ ପଟକୁ ଦଳଗତ ଭାବରେ 4 ଜଣ ଲୋକ, ପିଲାମାନେ 4 ଜଣ ଲୋକ ଦଳ ହେଇକି ଟେକିବେ, ତାହେଲେ ସେ ଧାନ ପଟ କ'ଣ ଶୀଘ୍ର ଟେକି ହେଇଯିବ ଆଉ ତାଙ୍କୁ ସହଜ ମଧ୍ୟ ହେବ। ସେଥିପାଇଁ କଥାରେ କୁହାଯାଇଛି, ସମସ୍ତେ ମିଶି ଦଳଗତ ଭାବେ କାମ କଲେ କଷ୍ଟ କାମ ମଧ୍ୟ ସହଜ ହୋଇପାରିବ। ତ ପିଲାମାନେ, ଏବେ ତମାନେ ବୁଝିଲ ଦଳର ବଳ ମାନେ କ'ଣ? ପିଲାମାନେ, ତମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।